ଜଙ୍ଗଲ ରାସ୍ତା କଡ଼ରେ ବର୍ଷାରେ ତିନ୍ତି ରହିଥିବା ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛି କଲରାପାଟ ପୋଲିସ। ଥୁଆମୂଳ ରାମପୁର ମୁଖ୍ୟ ରାସ୍ତାର ସାଇସୁରୁନି ପାଖରେ ଥିବା ଗୋଏଲଖୋଜ ଜଙ୍ଗଲ ରାସ୍ତା କଡ଼ରେ 2 ଦିନ ଧରି ବର୍ଷାରେ ଭିଜି ଭିଜି ବସିଥିବା ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରିଛି କଲରାପାଟ ପୋଲିସ। ସ୍ଥାନୀୟ ସମାଜସେବୀଙ୍କ ସହଯୋଗରେ ଉଦ୍ଧାର ସମୟରେ ବୃଦ୍ଧାଙ୍କ ପରିଚୟ ମିଳିପାରିନଥିଲା, କିନ୍ତୁ ସେ ଅତି ଦୟନୀୟ ଅବସ୍ଥାରେ ବର୍ଷାରେ ଭିଜି ଭିଜି ଥରୁଥିଲେ। ବୃଦ୍ଧା ଜଣକ 2 ଦିନ ବର୍ଷାରେ ଭିଜୁଥିବାରୁ କଥା କହିପାରୁନଥିଲେ। ପରେ ପରେ ଜଣାପଡ଼ିଥିଲା ଯେ ସେ ବୋଡ଼ା ଅଞ୍ଚଳର ବୋଲି। ପରିଚୟ ଦେବାରୁ ପୁଲିସ ବିଭାଗୀୟ ଅଧିକାରୀ ତାଙ୍କ ସମ୍ପର୍କୀୟ ପରିବାର ଲୋକଙ୍କ ପାଖରେ ପହଞ୍ଚାଇ ଜିମା ଦେଇଥିବାର ସୂଚନା ମିଳିଛି। ଥୁଆମୂଳ ରାମପୁରରୁ ରବିନାରାୟଣ ସିଂଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।